साकाकारं भुजनसेनं पद्मनाभं सुरेशं विश्वधारं गगनसदृशं मेघवर्णं समाकाशं लक्ष्मीकान्तं कमलनयनं योगिविद्यानगम्यं वन्दे विष्णुभवहरं सर्वलोकैकनाथं। नीलकंठ त्रिलोचन भव सर्वभवानीश मृत्युंजय नमस्ते। महाराणी रेणुका धन्य मोहि चंदनगढ़ राजा नवेंद्र प्रताप शांत शील राजा बोली घोषे जगते। महाराणी কি সুন্দর প্রতার সুনেলি রঙ্গরে অচ্ছাদিত মোহর শ্রীনগ্র মৃদু মলরে মন প্রাণনী আনন্দরে ভরি। মহারানী রাজ্যরে মো ভৌগোলিক আয়তন হইপারে ছোট বীরত্বরে কিন্তু মো রাজ্য অদ্বিতীয়। শত্রু ভয় নাহি মো রাজ্যে নাহি জরা নাহি ব্যাধি সুখর স্রোତରେ ভাসুଛନ୍ତି মোর প্রজাকুঞ্জ। কি আনন্দ কি উল্লাসে রাজ্য ব্যাপী আজ খালি জয়কার ধ্বনি ছুটি চালে ঘুরে মোর সুখ্যাত সুনাম। আজ ହେଉଛି ପୁରାଣ ବୈତରଣୀ ସେହି ବିରୋଧ ବିଷ୍ଣୁଙ୍କର ପୂଜା। ସେହି ପ୍ରଭୁ ଆରାଧ୍ୟ ଦେବତାଙ୍କୁ ନେଇ ଆରମ୍ଭ କରିବା ଆଜି ଏହି ଚନ୍ଦନଗର ରାଜ୍ୟର। ଆସୁ ମହାରାଣୀ ସେହି ଆନନ୍ଦରେ ଗାଇଯିବା ଗୋଟିଏ ସୁମଧୁର ସଙ୍ଗୀତ। রাজা কুয়াইল রাজন নগেন্দ্র রাজমারে ধীরে গমন অতি স্নেহময়ী ধর্মপত্নী মোরা বুদ্ধিমতী রাজা
কি সুন্দর হিম চন্দ্র লীলা লীলামতি মাণিক্যের কঞ্জান মহারানী তুম ପରିସହ ଧର୍ମିଣୀଙ୍କୁ ଧରି ଏହି ଚନ୍ଦନଗର ରାଜ୍ୟରେ ଉଡ଼େ ମୋର ବିଜୟ କୀର୍ତ୍ତନ ମହାରାଣୀ ମୁଁ ବି ତ ଆପଣଙ୍କୁ ପାଟି ପରେ ପାଇ ନିଜକୁ ନିଜେ ଧନ୍ୟମନେ କରିଛି ମହାରାଣୀ କାହିଁକି ଜାଣିଛନ୍ତି ପ୍ରାଣନାଥ କାହିଁକି ମହାରାଣୀ ଭାଗ୍ୟରେ ଥିଲେ ଆପଣଙ୍କ ପରିବେଶକୁ ପାଟି ପରେ ଗ୍ରହଣ କରିବାକୁ ହୁଏ ସ୍ୱାମୀ ମହାରାଣୀ ସ୍ୱାମୀ ହଁ हे प्राणपति हे प्राणपति ए पाद पद सेवी दाभी विभूति ए पाद पद सेवी दाभी ধন্য হয়ে শুনে তো সুধা সমবাণী स्वामी পতি পরামর্শে তুমি অটকি সারিল स्वामी মহারানী प्राणनाथ তুমি তো জানিছ মহারানী কি কথা প্রাণনাথ দেখু দেখু চতুর্থ অবস্থা বড় হিয়াও পরিত ସ୍ୱାମୀ ভাবুଅছি মনে କି କଥା ଆପଣ ଭାବୁଛନ୍ତି ଏହି ଚନ୍ଦନଗଡ଼ ରାଜ୍ୟରେ ଯୁବରାଜ ଆଦର୍ଶକୁ ଯୁବରାଜ ପଦରେ ଅଭିଷେକ କରି ସ୍ୱାମୀ ମୁଁ ଆନନ୍ଦରେ କିଛି ଦିନ ବିଶ୍ରାମ କରିବାକୁ ଚାହେଁ ସ୍ୱାମୀ ଯଦି କୌଣସି ଆପତ୍ତି ଅଛି ତାହେଲେ ଖୋଲା ହୃଦୟରେ ପ୍ରକାଶ କର ମହାରାଣୀ ନିଶ୍ଚୟ ସ୍ୱାମୀ ମୋର ଗୋଟିଏ ଛୋଟିଆ ଆପତ୍ତି ଅଛି ଛୋଟି ଆପତ୍ତି ଅଛି ହଁ ପ୍ରାଣନାଥ ତାହେଲେ ପ୍ରକାଶ କର ଆପଣଙ୍କର ଜ୍ୟେଷ୍ଠ ନନ୍ଦନ ଆଦର୍ଶ ଜ୍ୟେଷ୍ଠ ନନ୍ଦନ ଆଦର୍ଶ ହଁ ପ୍ରାଣନାଥ ଆଦର୍ଶର ପୁଣି କଣ ହେଇଛି ଆମ ଚଣ୍ଡିଦାର ରୁଦ୍ର ମହାନ୍ତିଙ୍କର ଝିଅ ନାମଟି ତାର ରୂପାଳୀ ରୂପାରେ ହଁ ସେଇ ରୂପାଳୀ ସହିତ ଆମ ଆପଣ ଆଦର୍ଶର ଅନେକ ଦିନ ହେଲା ପ୍ରେମ ସମ୍ପର୍କଟା କରିଛନ୍ତି ନା ମହାରାଣୀ ନା ସ୍ୱାମୀ ତୁମେ କାହିଁକି ଏସବୁ ମିଛ କହୁଛ ମହାରାଣୀ ନା ସ୍ୱାମୀ ନା ମହାରାଣୀ ଆଦର୍ଶ କେବେ ବି ଏମିତି କହିବ ତୁମେ ଜାଣିନ ମହାରାଣୀ ତାର ମାର ପାରିକି ଚାଲିଗଲା ପରେ ଏଇ ହାତରେ ତାକୁ ଲାଳନ ପାଳନ କରି ଏଡ଼ିକୁ ଏଡ଼ିକେ କରିছে ସେ ଆଦର୍ଶ ଏମିତି ଭୁଲ କାମ କରିବ ନାହିଁ କାହିଁକି ତୁମେ ମିଛ କହୁଛ ସ୍ୱାମୀ କାହିଁକି ମିଛ କହୁଛ ମୁଁ ଭାଇ କଥା କାହିଁକି ମିଛ କଥା କହିବି ଏ ରାଜ୍ୟର ପ୍ରଜାବାସୀମାନେ ସମସ୍ତେ ଦାୟିତ୍ୱ ପୁରା ହେଇ କହୁଥିଲେ ସେଇଥିପାଇଁ ଆପଣଙ୍କ ଆମର ସତ କଥାଟା ପ୍ରକାଶ ନା କରିଛି। ମହାରାଣୀ ନା ମୁଁ କାହାରି କଥାକୁ ବିଶ୍ୱାସ କରୁ କାହିଁକି ସ୍ୱାମୀ କାହିଁକି ନା
ଯେବେ ନ ଦେଖିବ ବେଣୀ ନୟନେ ପର ତେନ ଯିବ ଗୁରୁ ଗଛରେ ଆଦର୍ଶକୁ ମୁନିକେ ପଚାରିବେ ମହାରାଣୀ ଆସନ୍ତାକାଲି ଆଦର୍ଶକୁ ମୁନିକେ ପଚାରିବେ ମୁଁ ବି ତ ସେଇ କଥା କହୁଥିଲି ଏ ପ୍ରାଣୀ ଆଦର୍ଶ କଣ ଭୁଲ ହେଇଗଲା କି ଏ ଦୁନିଆ ଆଗରେ ମତେ ଅପମାନିତ ହେବାକୁ ପଡୁଛି କହିବି ମହାରାଣୀ ଆସନ୍ତାକାଲି ମୁଁ ନିଶ୍ଚୟ କହିବି ସ୍ୱାମୀ ମହାରାଣୀ ମୁଁ ବି ତ ସେଇ କଥା କହୁଥିଲି ଏଗୁଡ଼ା କହୁଣିକୁ ବଳିଥିବା ଆଗରୁ ଏ ହେଉଛି ଉପଯୁକ୍ତ ସମୟ ଏହି ସମୟରେ ଯଦି ଆପଣ ଭାବିଚିନ୍ତି ଗୋଟିଏ ସୁଚିନ୍ତିତ ମତାମତ ନେଲେ ହୁଏତ କଥାଟା ଆଗକୁ ଗତି କରିପାରନ୍ତା ନାହିଁ ହଁ ମହାରାଣୀ ମୁଁ ଭାବୁଛି ଆସନ୍ତାକାଲି ନିଶ୍ଚୟ କହିବି ହେଲେ ମହାରାଣୀ ହେଲେ ପୁଣି କ'ଣ ସମୟଟା ଅତିବାହିତ ହେଇଗଲାଣି ଚାଲ ଚାଲ କଣ କିଛି ଖାଇବାକୁ ଦବ ନିଶ୍ଚୟ ସ୍ୱାମୀ ହେଲେ ଗୋଟିଏ କଥା ହଁ ମହାରାଣୀ ମୁଁ ସିନା ଆକାଶକୁ ଜନ୍ମ ଦେଇନି ହଁ ହେଲେ ଶ୍ରୀକୃଷ୍ଣ ଯେମିତି ଦେବକୀ ଗର୍ଭରେ ଜନ୍ମ ନେଇ ଗୋପପୁରକୁ ଯାଇ ଯଶୋଦା କୋଳରେ ବଢ଼ିଥିଲେ ହଁ ମହାରାଣୀ ମାନୁଛି ଆପଣ ମତେ ଦ୍ୱିତୀୟ ଥର ବାହା ହେଉଛନ୍ତି ସତ କଥା କିନ୍ତୁ ତା ମା ଯେତେବେଳେ ଆରପାରିକୁ ଚାଲିଗଲା ମୁଁ ବି ତ ଆଦର୍ଶକୁ ଏମିତି କରିଛି ହଁ ସେଥିପାଇଁ ଆଦର୍ଶ ପ୍ରତି ମୋର ଗୋଟେ କୌଣସି ଚିନ୍ତା ଅଛି ଆପଣ ଆଗେ ଆଗେ ଚାଲନ୍ତୁ ଆପଣଙ୍କ ପଛେ ପଛେ ମୁଁ ନିଶ୍ଚୟ ଯାଉଛି ଠିକ ଅଛି ମହାରାଣୀ ତାହେଲେ ଯିବା ତେଣୁ ଚାଲନ୍ତୁ